ସକାଳୁ ଉଠିଲି, ନଡ଼ିଆଟେ ବାଡ଼େଇ ଦେଲି, ଦିଫାଳ କରିଦେଲି, ଫାଳେ ନଡ଼ିଆ କୋରେଇ ଦେଲି। ଗୋଟେ ଫାଳ ସଇଲା, ପୁଣି ଆଉ ଗୋଟେ ଫାଳ ନଡ଼ିଆ କୋରେଇ ଦେଲି। ଫାଳ ନଡ଼ିଆ ଖୋଳା ସଇଲା ପରେ ଟୁଇଁକି ଧରେଇ ଦେଲି। ଦେଖିଲି ଥାଳିରେ ସବୁ ସାଇଜ କରି ରଖିଦେଲି। ପାଣି ବେଲାଟେ ଥୋଇଲି, ଚିନି ଚାମଚଟେ ପକେଇଦେଲି, ଆଉ ଚାମଚଟେ ପକେଇଦେଲି। ପକେଇକି ଘାଣ୍ଟି ଦେଲି, ପୁଣି ଘାଣ୍ଟି ଦେଲି, ଘାଣ୍ଟି 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 ଦେଲି। ନଡ଼ିଆ କଦଳୀ ଚିନି ଦେଖେଇ ଦେଲି, ଅଳ୍ପ ଅଳ୍ପ କରି ପାଣିରେ ପକେଇ ଦେଲି। ପୁଣି ଘାଣ୍ଟି ଦେଲି, ପୁଣି ଘାଣ୍ଟି ଦେଲି। ଘାଣ୍ଟି ଘାଣ୍ଟି ପୁଣି ବିସ୍କେଟ୍ଟେ ପକେଇ ଦେଲି, ତାକୁ ଗୁଣ୍ଡ କରି ଟିକ୍ 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 କରି ପକେଇ ଦେଲି। ସାଇଜ କରିକି ଘାଣ୍ଟି ଦେଲି। ଏବେ ହେଇଗଲା। ଘାଣ୍ଟି ଦେଲି, ସେଥିରେ ଗୋଲମରିଚ ଗୁଣ୍ଡଟେ ପକେଇ ଦେଲି। ପୁଣି ଘାଣ୍ଟି ଦେଲି, ପୁଣି ଘାଣ୍ଟି ଦେଲି, ଘାଣ୍ଟି ଦେଲି, ଘାଣ୍ଟି 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 ଦେଲି। ପୁଣି ଚାମଚଟେ ଆଣିଲି, ଟିକିଏ ପାଟିକି ନେଲି, ଟେଷ୍ଟଟେ କଲି। ଟେଷ୍ଟଟେ ହେଇଛି। ଏବେ ସଇଲା ପଣା। ଏବେ ଖୋଳଟେ ଆଣିଲି, ସେଥିରେ ଗୋଟେ ଗୋଟେ କରି ସବୁ ଖୋଳ ବାହାର କରିଦେଲି। ତାକୁ ସାଇଜ କରିକି ଥୋଇଦେଲି। ଗ୍ଲାସରେ ପଣା ଆଣି ଅଳ୍ପ ଅଳ୍ପ କରି ଗୋଟିଏ 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 କରି ଦେଲି। ସେଥିରେ ସବୁ ସାଇଜରେ ସବୁ ଫୁଲ୍ ହେଇକି ରହିଗଲା। ସାଇଜ କରିକି ଅଳ୍ପ 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 କରିକି ଦେଇଦେଲି। ସଇଲା, ଶେଷରେ କମ୍ପ୍ଲିଟ୍ ହେଇଗଲା। ଏବେ ଆମେ ତାକୁ ରଖିଦେବା। ସାଇଜ କରିକି ତାର କଭର ଦେଇଦେଲି। ସବୁ ସଇଲା, ଦେଇ ସାଇଲି। ଏବେ ତାକୁ ନେଇକି ରଖିଦେବା। ତ ଫାଇନାଲି ପରେ ମୁଁ ନେଇକି ଏରା ସବୁ ସାଇଜ କରିକି ରଖିଦେଲି। ଭାବିନଥିଲି ଏତେ ସୁନ୍ଦର ଭାବରେ ହେବ ବୋଲି। ଫ୍ରିଜ୍ଟା ଖୋଲିଦେଲି, ସେଥିରେ ସାଇଜ କରିକି ରଖିଦେଲି। ଆଇସି ପୁରା ସଫା ଅଛି। ସେଥିରେ ଧୀରେ ଆସ୍ତେ ଆସ୍ତେ କରିକି ଢଳି ଯିବନି ତ, ସେଥିରେ ପୁଣି ଧୀରେ ଧୀରେ ରଖିଦେଲି। 2-3 ଘଣ୍ଟା ପରେ ପୁଣି ଆପଣମାନଙ୍କୁ ଦେଖେଇଦେବି ଆଇସ୍କ୍ରିମ୍ଟା କେମିତି ହେଲା। ତ ଦେଖନ୍ତୁ, ଏନ୍ଜୟ କରନ୍ତୁ। ତ ଦେଖିଦେଇକି କେହି ଯାଆନ୍ତୁନି। ଗୋଟେ ଲାଇକ୍ଟେ କରନ୍ତୁ, କମେଣ୍ଟ କରନ୍ତୁ, ସେୟାରଟେ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।